ନମସ୍କାର, ଜୟ ଜଗନ୍ନାଥ। ରାଜା ଦୁଷ୍ମନ୍ତ ଓ ଶକୁନ୍ତଳା। ଦେବତାଙ୍କ ରାଜା ଇନ୍ଦ୍ର, ଯିଏକି ନିଜ ସିଂହାସନକୁ ଅକ୍ଷୁଣ୍ଣ ରଖିବାକୁ ସବୁବେଳେ ଚେଷ୍ଟା କରନ୍ତି। ଯେତେବେଳେ ସାଧୁମାନେ ଅଧିକ ଆଧ୍ୟାତ୍ମିକ ଶକ୍ତି ହାସଲ କରିବା ପାଇଁ କଠୋର ତପସ୍ୟା କରନ୍ତି, ସେତେବେଳେ ଇନ୍ଦ୍ର ମେନକାଙ୍କ ସାହାଯ୍ୟ ନେଇ ସେମାନଙ୍କ ତପସ୍ୟା ଭଙ୍ଗ କରନ୍ତି। ପୁରାଣ ଅନୁଯାୟୀ ବିଶ୍ୱାମିତ୍ର ହେଲେ ଜଣେ ରାଜା, କିନ୍ତୁ ସେ ତାଙ୍କର ସିଂହାସନ ତ୍ୟାଗ କରିଥିଲେ, କାରଣ ସେ ଅନୁଭବ କଲେ ଯେ ଜଣେ ରାଜାଙ୍କ ଅପେକ୍ଷା ଋଷିଙ୍କ ଶକ୍ତି ଅଧିକ। ତେଣୁ ସେ ଗୋଦାବରୀ ନଦୀ କୂଳରେ କଠୋର ତପସ୍ୟା କରୁଥିଲେ। ଇନ୍ଦ୍ର ଅନୁଭବ କଲେ ଯେ ସ୍ୱର୍ଗର ରାଜା ଭାବରେ ତାଙ୍କର ସ୍ଥିତି ବିପଦପୂର୍ଣ୍ଣ। ତେଣୁ ସେ ଋଷିଙ୍କୁ ବିଭ୍ରାନ୍ତ କରିବା ପାଇଁ ମେନକାଙ୍କୁ ପଠାଇଲେ। ଯଦି ମେନକା ଏଥିରେ ବିଫଳ ହୁଅନ୍ତି, ତେବେ ସେ ଅଭିଶାପିତ ହେବେ ବୋଲି କହିଲେ। ତାଙ୍କର କୌଣସି ବିକଳ୍ପ ନଥିଲା। ଏହାପରେ ମେନକା ବିଶ୍ୱାମିତ୍ରଙ୍କୁ ଆକର୍ଷିତ କରାଇଲେ ଓ ନୃତ୍ୟ କଲେ। ଏହିପରି ଭାବରେ ବିଶ୍ୱାମିତ୍ରଙ୍କର ଧ୍ୟାନ ଭଙ୍ଗ ହେଲା ଓ ସେ ଗନ୍ଧର୍ବ ନୀତିରେ ବିବାହ କଲେ। ଋଷି ପରେ ଅନୁଭବ କଲେ ଯେ ତାଙ୍କୁ ପ୍ରତାରଣା କରାଯାଇଛି। ପରେ ସେ ମେନକାଙ୍କୁ ପରିତ୍ୟାଗ କଲେ। ପରେ ମେନକା ଏକ ଝିଅକୁ ଜନ୍ମ ଦେଇଥିଲେ ଏବଂ ସେ ମାଳିନୀ ନଦୀ କୂଳରେ ଥିବା କଣ୍ୱଙ୍କ ଆଶ୍ରମ ନିକଟରେ କନ୍ୟାଟିକୁ ଛାଡ଼ି ଇନ୍ଦ୍ରଙ୍କ ପ୍ରାସାଦକୁ ଚାଲିଗଲେ। ଋଷି କଣ୍ୱ ତାଙ୍କୁ ଜଙ୍ଗଲରେ ପାଇଲେ ଏବଂ ଶକୁନ୍ୟ ପକ୍ଷୀ ଦ୍ୱାରା ସେ ସୁରକ୍ଷିତ ଥିବାରୁ ତାଙ୍କର ନାମ ଶକୁନ୍ତଳା ଦିଆଗଲା। ଥରେ ହସ୍ତିନାପୁରର ରାଜା ଦୁଷ୍ମନ୍ତ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲକୁ ଯାଇଥିଲେ। ସେ ଯାଇ ଋଷି କଣ୍ୱଙ୍କ ଆଶ୍ରମରେ ପହଞ୍ଚିଲେ ଓ ସେଠାରେ ସେ ଦିବ୍ୟ ସୁନ୍ଦରୀ କନ୍ୟା ଶକୁନ୍ତଳାର ରୂପଲାବଣ୍ୟ ଦେଖି ପ୍ରେମ କରି ବସିଲେ ଓ ବିବାହ କଲେ। ଦିନ ଗଡ଼ି ଚାଲିଲା। ଦାମ୍ପତ୍ୟ ଜୀବନ ହସ ଖୁସିରେ ଚାଲିଥିଲା। ରାଜ୍ୟରେ ଅଶାନ୍ତି ହେତୁ ରାଜାଙ୍କୁ ବିଦାୟ ନେବାକୁ ପଡ଼ିଲା ଓ ସେ ହସ୍ତିନାପୁର ଚାଲିଗଲେ। ଯିବାବେଳେ ରାଜା ଦୁଷ୍ମନ୍ତ ଶକୁନ୍ତଳାକୁ ପ୍ରେମର ସଂକେତ ରୂପରେ ତାଙ୍କର ଏକ ରାଜକୀୟ ମୁଦି ଦେଇଥିଲେ ଓ ତାଙ୍କ ପାଖକୁ ଫେରିବାର ପ୍ରତିଶ୍ରୁତି ଦେଲେ। ଶକୁନ୍ତଳା ସର୍ବଦା ତାଙ୍କ ସ୍ୱାମୀଙ୍କ ଭାବନାରେ ବୁଡ଼ି ରହୁଥିଲେ। ଦିନେ ଋଷି ଦୁର୍ବାସା ସେହି ଆଶ୍ରମକୁ ଆସିଥିଲେ, କିନ୍ତୁ ଶକୁନ୍ତଳା ହଜି ଯାଇଥିଲେ ଦୁଷ୍ମନ୍ତଙ୍କର ଭାବନାରେ। ଫଳରେ ଋଷିଙ୍କୁ ସେ ସଠିକ୍ ଭାବରେ ସ୍ୱାଗତ ସମ୍ବର୍ଦ୍ଧନା କରିପାରି ନଥିଲେ। ଏହି ଭୁଲ ପାଇଁ ଋଷି ଦୁର୍ବାସା ରାଗିଯାଇ ଶକୁନ୍ତଳାକୁ ଅଭିଶାପ ଦେଲେ ଯେ ସେ ଯାହା ଭାବନାରେ ବୁଡ଼ି ରହୁଛନ୍ତି, ସେହି ବ୍ୟକ୍ତି ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଭୁଲିଯିବେ। ତାପରେ ଋଷି ସବୁ ତାଙ୍କ ସାଙ୍ଗଠାରୁ ଜାଣିବା ପରେ ଶାନ୍ତ ହୋଇ କହିଲେ ଯେ ଶକୁନ୍ତଳାକୁ ଭୁଲି ଯାଇଥିବା ବ୍ୟକ୍ତି ଯଦି ତାଙ୍କର କୌଣସି ଦେଇଥିବା ଉପହାର ଦେଖନ୍ତି, ତେବେ ସେ ସବୁ ମନେ ପକାଇବେ। ଏହାପରେ ଶକୁନ୍ତଳାଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ତାଙ୍କ ନାମ ହେଲା ଭରତ। ସେ ଥିଲେ ଖୁବ୍ ନିର୍ଭୀକ ଓ ବଳବାନ। ସେ ଜଙ୍ଗଲୀ ଜନ୍ତୁମାନଙ୍କ ସହ ଖେଳୁଥିଲେ। ସମୟ ବିତି ଚାଲିଲା। ଅଭିଶାପ କାରଣରୁ ଦୁଷ୍ମନ୍ତ ଶକୁନ୍ତଳାକୁ ଭୁଲିଗଲେ। ଶେଷରେ ଶକୁନ୍ତଳା ପିତାଙ୍କ ସହ ସେହି ରାଜ୍ୟକୁ ଯାତ୍ରା କଲେ। ବାଟରେ ସେମାନଙ୍କୁ ଏକ ନଦୀ ପାର ହୋଇ ଯିବାକୁ ପଡ଼ିଲା ଓ ଶକୁନ୍ତଳାଙ୍କ ଆଙ୍ଗୁଠିରୁ ସେହି ମୁଦିଟି ଖସି ନଦୀରେ ପଡ଼ିଗଲା। ଦୁଷ୍ମନ୍ତଙ୍କ ପାଖରେ ପହଞ୍ଚିବା ପରେ ଯେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ଚିହ୍ନି ପାରିଲେ ନାହିଁ ଓ ତାଙ୍କ ବିଷୟରେ କୌଣସି କଥା ସ୍ମରଣ ରଖିନଥିଲେ, ଶକୁନ୍ତଳା ଆଶ୍ଚର୍ଯ୍ୟ ହୋଇଗଲେ ଓ ଅପମାନିତ ହୋଇ ସେ ଜଙ୍ଗଲକୁ ଫେରିଗଲେ। ଏହି ସମୟରେ ଜଣେ ମତ୍ସ୍ୟଜୀବୀ ଧରିଥିବା ମାଛର ପେଟରେ ସେହି ରାଜକୀୟ ମୁଦି ପାଇଥିଲେ ଓ ରାଜପ୍ରାସାଦକୁ ନେଇ ଦେଖାଇଲେ। ସେହି ମୁଦିକୁ ଦେଖି ରାଜା ଦୁଷ୍ମନ୍ତଙ୍କର ପୂର୍ବ ସ୍ମୃତି ସବୁ ମନେ ପଡ଼ିଗଲା ଓ ସଙ୍ଗେ ସଙ୍ଗେ ସେ ତାଙ୍କୁ ଖୋଜିବାକୁ ଲାଗିଲେ। ସେ ଯାଇ ଋଷି କଶ୍ୟପଙ୍କ ଆଶ୍ରମ ନିକଟରେ ପହଞ୍ଚିଲେ। ସେଠାରେ ସେ ଦେଖିଲେ ଜଣେ ବାଳକ ନିର୍ଭୀକତାର ସହ ସିଂହର ଦାନ୍ତ ଗଣୁଛି ଓ ସବୁ ପଶୁପକ୍ଷୀ ଜନ୍ତୁମାନଙ୍କ ସହ ଖେଳୁଛି। ବାଳକଟିକୁ ଦେଖି ରାଜାଙ୍କ ମନରେ ପ୍ରେମ ଭାବନା ଆସିଲା ଓ ସେ ବାଳକଟିକୁ କୋଳେଇବାକୁ ଚେଷ୍ଟା କଲେ। ଠିକ୍ ଏହି ସମୟରେ ଦାସୀ ଆସି କହିଲା, ମହାରାଜ, ଏହି ବାଳକଠାରୁ ଦୂରେଇ ରୁହନ୍ତୁ। ଆପଣ ଯଦି ତାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରିବେ, ତେବେ ତାର ହାତରେ ବନ୍ଧା ହୋଇଥିବା ସୂତାଟି ଭୟଙ୍କର ସାପରେ ପରିଣତ ହେବ ଓ ଆପଣଙ୍କୁ ଦଂଶନ କରିବ। କେବଳ ତାଙ୍କର ପିତାମାତା ହିଁ ତାଙ୍କୁ ସ୍ପର୍ଶ କରିବେ, ନଚେତ୍ ସମସ୍ତଙ୍କର ସେହି ଦଶା ହେବ। ଏହା ଶୁଣିବା ପରେ ବି ଦୁଷ୍ମନ୍ତ ପିଲାଟିକୁ କୋଳାଇ ଆଣିଲେ, କିନ୍ତୁ ତାଙ୍କର କିଛି ବି ହେଲା ନାହିଁ। ଏହି ଘଟଣା ଦେଖି ଦାସୀ ଯାଇ ଶକୁନ୍ତଳାକୁ ସବୁ କହିଲା। ଶକୁନ୍ତଳା ଆସି ଦେଖିଲେ ଯେ ଦୁଷ୍ମନ୍ତ ଚିହ୍ନି ପାରିଲେ ଓ କହିଲେ, ମୋତେ କ୍ଷମା କରିଦିଅ ଶକୁନ୍ତଳା, କାହିଁକି କେଜାଣି ମୁଁ ତୁମକୁ ଭୁଲିଗଲି। ଶକୁନ୍ତଳା କହିଲେ, ଏଥିରେ ତୁମର କୌଣସି ଭୁଲ ନାହିଁ। ଏହା ଋଷି ଦୁର୍ବାସାଙ୍କର ଅଭିଶାପ ଯୋଗୁଁ ହୋଇଛି। ଏହାପରେ ସେ ନିଜ ପୁତ୍ର ଭରତ ସହ ରାଜାଙ୍କୁ ଭେଟ କରାଇଲେ
ଓ ଦୁଷ୍ମନ୍ତ କଶ୍ୟପଙ୍କ ଅନୁମତି ନେଇ ନିଜର ପୁତ୍ର ଓ ସ୍ତ୍ରୀଙ୍କୁ ନେଇ ହସ୍ତିନାପୁରକୁ ଚାଲିଗଲେ। ରାଜା ଦୁଷ୍ମନ୍ତଙ୍କ ପୁତ୍ର ଭରତ ଅନୁସାରେ ଆମ ଦେଶର ନାମ ଭାରତ ରଖାଗଲା।